କେବେ ଗୋଡ଼ ଖାଇଛନ୍ତି କି? ଯଦି ଖାଇନାହାନ୍ତି ତ ମୁଁ ଆଜି ଆପଣଙ୍କୁ ବହୁତ ସରଳ, ବହୁତ ସହଜ ଉପାୟରେ ଶିଖେଇଦେବି କେମିତି ଆପଣ ବନେଇ ପାରିବେ। ଆଉ ଥରେ ଯଦି ଆପଣ ଏହିପରି ଭାବରେ ବନେଇଲେ ଗ୍ୟାରେଣ୍ଟି ମୋର ଆପଣ ରେଗୁଲାର ଭାବରେ ଏହିପରି ଭାବରେ ବନେଇବେ ଆଉ ବଢିଆ ଟେଷ୍ଟ ଲାଗିବ। ତ ଚାଲନ୍ତୁ ଫ୍ରେଣ୍ଡ ଡେରି ନକରି ଆମର ଆରମ୍ଭ କରିଦେବା ମଟନର ଗୋଡ଼ ରେସିପି, ମଟନର ଶୁରୁଆ। ପ୍ରଥମେ ଦେଖିପାରୁଥିବେ ଫ୍ରେଣ୍ଡ ଏଠି ମୁଁ ତେଲ ନେଇଯାଉଛି ଯୋଉଟା କି ହଉଛି ଆମର ସୋରିଷ ତେଲ। ଫ୍ରେଣ୍ଡ ଏଇଠି ମୁଁ ଆପଣଙ୍କୁ ବହୁତ ସାରା ଟ୍ରିକ୍ ଆଉ ଟିପ୍ସ ଦେବି କାହିଁକି ନା ଆପଣ ଆସିଛନ୍ତି ସିକ୍ରେଟ ଫୁଡି ଚ୍ୟାନେଲକୁ ଆଉ ଆପଣ ଜାଣିଛନ୍ତି ସିକ୍ରେଟ ଫୁଡି ଚ୍ୟାନେଲ ସିକ୍ରେଟ ଟ୍ରିକ୍ସ ୱିଥ୍ ଅନଲିମିଟେଡ ବୋନସ୍ ପଏଣ୍ଟ ମିଳିଥାଏ। ତେଣୁକରି ଫ୍ରେଣ୍ଡ ବିନା ସ୍କିପ୍ କରି ନ ଦେଖିଲେ ଗୋଟିଏ ଗୋଟିଏ ଜିନିଷ ଜାଣିପାରିବେ। ତେଲରେ ଆମେ ଏଠି ନେଇଯିବା ଜିରା, ଶୁଖିଲା ଲଙ୍କା, ତେଜପତ୍ର, ଡାଲଚିନି। ଫ୍ରେଣ୍ଡ ଏଇଠି ମୁଁ ଲଙ୍କାକୁ 2 ଖଣ୍ଡ କରିଦେଇଥିଲି, ମାନେ ମଝିରୁ ମୁଁ ଏଇଠି ଫାଡ଼ି ଦେଇଥିଲି। ତେଲ ଗରମ ହେଲା ପରେ ଆମକୁ ସବୁ ଯାକ ଏଇଠି ପକେଇ ଦେବାର ଅଛି। ଫ୍ରେଣ୍ଡ ଆପଣଙ୍କୁ ଏଇଠି ମୁଁ ଗୋଟେ ପଏଣ୍ଟ କହି ଚାଲିବି, ମୁଁ ଆଶା କରିବି ଫ୍ରେଣ୍ଡ ଆପଣ ତାକୁ ବୁଝିପାରିବେ। ଯଦି କୌଣସି ଡାଉଟ୍ ରହିଛି ତ ପ୍ଲିଜ ଫ୍ରେଣ୍ଡ ମୋତେ କମେଣ୍ଟ କରିକି ଜଣେଇଦେବେ। ଏଇଠି ଫ୍ରେଣ୍ଡ ମୁଁ ଆପଣଙ୍କୁ ପ୍ରଥମ ବୋନସ୍ ପଏଣ୍ଟ କହିବି, ଯଦି ଆପଣ ଚାହୁଁଛନ୍ତି ମଟନ ଗୋଡ଼ ମାନେ ଯୋଉଟା କି ଆମକୁ ଲାଗି ଯାଇଥାଏ ବହୁତ ଟାଇମ ସିଝିବା ପାଇଁ, ଯଦି ଆପଣ ଚାହୁଁଛନ୍ତି ଜଲ୍ଦି ସିଝିଯାଉ ତା ପାଇଁ ଆପଣଙ୍କୁ ପ୍ରଥମେ ଏଠି ପ୍ରେସର କୁକ୍ ନବାକୁ ପଡିବ। ଦେଖିପାରୁଥିବେ ଫ୍ରେଣ୍ଡ ତେଲ ଏଇଠି ଆମର ଗରମ ହେଇକି ତା ସହିତ ସବୁ ଫୁଟଣ ଫୁଟି ଯାଇଛି। ଏଇଠି ଆମେ ଦେଇଦବା ପିଆଜ। ଫ୍ରେଣ୍ଡ ଏଇଠି ମୁଁ ଗୋଟେ ବଡ ପିଆଜ କାଟିକି ନେଇଥିଲି ସ୍ଲାଇସ୍ କରିକି ପତଲା ପତଲା, ସେଇଠି ଆମେ ଏଇଠି ପିଆଜଟି ଦେଇଦବା। ଏଇଠି ଫ୍ରେଣ୍ଡ ଆମକୁ ପିଆଜଟା ବହୁତ ବଢିଆ ଭାବରେ ଭାଜିଦବା ତାକି ଆମର କଲର ଚେଞ୍ଜ ହବା ପର୍ଯ୍ୟନ୍ତ। ଫ୍ରେଣ୍ଡ ପ୍ରେସର କୁକ୍ ନବା ଦ୍ଵାରା କଣ ହେଇଥାଏ, ବହୁତ କମ ଟାଇମରେ ଆପଣଙ୍କର ଏଇ ମଟନଟି ରେଡି ହେଇଯାଇଥାଏ। ଫ୍ରେଣ୍ଡ ଆପଣ ଯଦି ଏଇଠି ହାଣ୍ଡି କିମ୍ବା କଡେଇରେ କରୁଛନ୍ତି କିମ୍ବା ଡେକିଚିରେ କରୁଛନ୍ତି ଆପଣ ଏଇ ମଟନର ଗୋଡଟି, ତ ଆପଣଙ୍କୁ ଗ୍ୟାସରେ ବସେଇଲେ 3 ରୁ 4 ଘଣ୍ଟା ଲାଗିଯିବ କିନ୍ତୁ ମଟନର ଗୋଡ ସିଝିବ ନାହିଁ। ଯଦି ପ୍ରେସର କୁକ୍ ଅଛି ନିହାତି ଭାବରେ ଫ୍ରେଣ୍ଡ ପ୍ରେସର କୁକ୍ ୟୁଜ କରନ୍ତୁ। ଏଇଠି ମୁଁ ଗୋଟେ ପେଷ୍ଟ ନେଇଯାଇଛି, ସେ ପେଷ୍ଟ ହଉଛି ଅଦା, ରସୁଣ, ପିଆଜର ବଟା। ଫ୍ରେଣ୍ଡ ଏଇଠି ଅଦା, ରସୁଣ, ପିଆଜରେ ମୁଁ ପିଆଜର କ୍ୱାଣ୍ଟିଟିଟା ବହୁତ ଅଧିକ ରଖିଥିଲି ତାକି ଆମର ମସଲା ଆଉ ଆମର ମଟନଟି ବହୁତ ବଢିଆ ଭାବରେ ଗାଢା ହବ ଆଉ ଖାଇବାରେ ମଧ୍ୟ ବଢିଆ ଟେଷ୍ଟ ଲାଗିବ। ଏଇଠି ଫ୍ରେଣ୍ଡ ମୁଁ ଗୋଟେ କଟାଇ ରଖିଥିବା ଟମାଟୋ ଦେଇଦେଇଛି। ଗୋଟିଏ ଟମାଟୋ ମୁଁ ଏଇଠି ଲମ୍ବା ଲମ୍ବା କରିକି କାଟି ଦେଇଥିଲି। ଆପଣ ଯେକୌଣସି ଭାବରେ କାଟି ପାରିବେ କାହିଁକି ନା ଫ୍ରେଣ୍ଡ ଆମେ ଏହିପରି ଭାବରେ ୟାକୁ ରେଡି କରିବା। ଆପଣ ଯଦି ଗୋଟା ଟମାଟୋ ବି ଦଉଛନ୍ତି 2 ଫାଳ କରିକି ସେ ବହୁତ ବଢିଆ ଭାବରେ ସିଝିକି ମେଲ୍ଟ ହେଇଯିବ। ଫ୍ରେଣ୍ଡ ଦେଖନ୍ତୁ ସବୁତକ ମସଲା, ତେଲ ଆଉ ଶୁଖିଲା ମସଲା, ଅଦା ରସୁଣ ବଟା ସବୁତକ ବହୁତ ବଢିଆ ଭାବରେ ଆମେ ଏହିପରି ଭାବରେ ମିଶେଇକି ଘାଣ୍ଟି ଦବା। ଏତିକି ପାରୁଥିବେ ଫ୍ରେଣ୍ଡ ବହୁତ ବଢିଆ ଭାବରେ ଆମର ସବୁତକ ମସଲା ମିଶି ଯାଇଛି। ଏବେ ଆ ଉପରେ କିଛିଟା ଆମର ଗୁଣ୍ଡ ମସଲା ପକେଇବା ଦରକାର, ଯୋଉଟା କି ହଉଛି ପ୍ରଥମେ ଇନଗ୍ରେଡିଏଣ୍ଟ ଆମର ଲୁଣ, ଯୋଉଟା କି ପ୍ରଥମେ ଆମର ସବୁତକ ମସଲାକୁ ସିଝିବାରେ ସାହାଯ୍ୟ କରିଥାଏ। ସ୍ୱାଦ ଅନୁସାରେ ଆପଣ ଏଇଠି ଲୁଣ ଦେଇ ଦିଅନ୍ତୁ। ଏଇଠି ନେଇଯାଆନ୍ତୁ ହଳଦୀ ଗୁଣ୍ଡ। ଫ୍ରେଣ୍ଡ ମୁଁ ଏଇଠି 6ଟା ଗୋଡ଼ ନେଇଛି। ଆପଣ ଆପଣଙ୍କ ହିସାବରେ କ୍ୱାଣ୍ଟିଟି ବଢେଇ ପାରିବେ କମେଇ ପାରିବେ। ଆପଣ ଯଦି 4ଟା ନେଉଛନ୍ତି ତ କମ ରଖିବେ, କି ଯଦି 8ଟା ନେଉଛନ୍ତି ତ ଟିକେ କ୍ୱାଣ୍ଟିଟି ଅଧିକ ମସଲା ଦେଇକି କରିବେ। ଫ୍ରେଣ୍ଡ ଦେଖନ୍ତୁ ଏଇଠି ମୁଁ ନେଇଯାଇଛି ଲଙ୍କାଗୁଣ୍ଡ 1/2 ଚାମଚ, ମସଲା ଆମର ମଟନର। ଫ୍ରେଣ୍ଡ ଏଇଠି ମଟନର ମସଲା ଇଜିଲି ଆପଣଙ୍କର ମିଳିଯାଇଥାଏ। ଏଇଠି ମୁଁ 2 ଚାମଚ ନେଇଛି। ଫ୍ରେଣ୍ଡ ଯଦି ଆପଣଙ୍କର ମଟନ ମସଲା ନାହିଁ ତ ଆପଣ ଏଇଠି ଟୋଟାଲି କୌଣସି ପ୍ରକାର ମସଲା ଦିଅନ୍ତୁ ନାହିଁ। ଗରମ ମସଲା ଦେବେନି, ଆପଣ ଏଇଠି ମଟନ ମସଲା ଦେବେନି, ଚିକେନ ମସଲା ଦେବେନି, ଆଦୌ କୌଣସି ମସଲା ଦିଅନ୍ତୁ ନାହିଁ କିମ୍ବା ଯେକୌଣସି ଭେଜିଟେବୁଲ ମସଲା ଦିଅନ୍ତୁ ନାହିଁ। କେବଳରୁ କେବଳ ପିଆଜ, ରସୁଣ, ଅଦା ଆଉ ଲୁଣ, ହଳଦୀ, ଲଙ୍କା ଗୁଣ୍ଡରେ ହିଁ କରନ୍ତୁ। ଯଦି ମଟନ ମସଲା ନାହିଁ ଆପଣଙ୍କ ପାଖରେ ତ ଆଦୌ ଏଇଠି ଦିଅନ୍ତୁ ନାହିଁ, ସ୍କିପ୍ କରି ଦିଅନ୍ତୁ। ଏଠି ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ସହଜରେ ବହୁତ ଇଜିଲିରେ ଆମର ଏଇଠି ମସଲାଟା ମିଶି ଯାଇଛି। ଏଇଟାକୁ ଫ୍ରେଣ୍ଡ ସବୁବେଳେ ମନେ ରଖିବେ, ଯେତେବେଳେ ଆପଣ ଆଇଁଷ ଜିନିଷ କରୁଛନ୍ତି ନା ତ ମସଲାଟାକୁ ଟିକେ ଅଧିକ ସମୟ କଷିଲେ ତାର ଯୋଉ କଞ୍ଚା ବାସ୍ନାଟା, ମାନେ ଏଇଠି ଆମେ ଯେହେତୁ ଗୋଟା ମସଲା ଦେଇଛୁ ଅଦା, ରସୁଣ, ପିଆଜର କଞ୍ଚା ବାସ୍ନାଟା ବହୁତ ବଢିଆ ଭାବରେ ପଳେଇବ ଆଉ ବାସ୍ନା ବି ଏତେ ମଧ୍ୟ ଆସିବ ନାହିଁ ଆଉ ଖାଇବାରେ ମଧ୍ୟ ବହୁତ ବଢିଆ ଟେଷ୍ଟ ଲାଗିବ ଆଉ ଅଲଗା ପ୍ରକାରର ମଟନରେ ବାସ୍ନାଟି ଆସିବ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ଏହିପରି ଭାବରେ ଆପଣ ମିକ୍ସ କରିଦିଅନ୍ତୁ। ଫ୍ରେଣ୍ଡ ମୁଁ ବୁଝିପାରୁଥିବି ହୁଏତ ଆପଣଙ୍କୁ ଦେଖିବାରେ କିଛିଟା ବି ପ୍ରୋବ୍ଲେମ ହେଇପାରୁଥାଏ କାହିଁକି ନା ଫ୍ରେଣ୍ଡ ଆମେ ପ୍ରେସର କୁକରେ କରିଛେ। ଫ୍ରେଣ୍ଡ ମୁଁ ଆପଣଙ୍କୁ ଏହିପରି ଭାବରେ ମଟନର ଗୋଡ଼ ବହୁତ ସାରା କଡେଇରେ ବି ମଧ୍ୟ କରିକି ଦେଖେଇଛି। ଆପଣ ଯଦି ଚାହୁଁଛନ୍ତି କେମିତି ତ ଆପଣ ଯାଇକି ନିହାତି ଭାବରେ ଫ୍ରେଣ୍ଡ ଦେଖିପାରିବେ, ନହେଲେ ମୁଁ ଭିଡ଼ିଓ ସରିବାର ଶେଷରେ ଦେଇଦେବି, ଆପଣ ନିହାତି ଭାବରେ କ୍ଲିକ୍ କରିକି ମଧ୍ୟ ଦେଖି ନିଅନ୍ତୁ। ଦେଖିପାରୁଥିବେ ଫ୍ରେଣ୍ଡ ଏଇଠି ମସଲା ସିଝିବା ପାଇଁ ଟିକେ ଆମକୁ ପାଣି ଦରକାର। ଆପଣ ସେମିତି ଛାଡ଼ନ୍ତୁ ନାହିଁ, ସେମିତି ଛାଡ଼ିଲେ ମସଲାଟା ସିଝିବ ନାହିଁ, ତାକୁ ଟିକେ ପାଣି ଦରକାର ସିଝିବା ପାଇଁ। ତେଣୁକରି ଫ୍ରେଣ୍ଡ ମୁଁ ଏଇଠି ଅଧ କପ୍ ହବ ପାଣି ଦେଇଛି। ମାନେ ଆପଣ ଯଦି ଅଧିକ ମସଲା ନେଉଛନ୍ତି ତ 1 କପ୍ ପାଣି ଦେବେ, ଯଦି ଆପଣ ଅଳ୍ପ ମସଲା
ନେଉଛନ୍ତି ତ ଆପଣ 2 ରୁ 3 ଚାମଚ ପାଣି ଦେବେ। ଯଦି ଆପଣ ମିଡିୟମ୍ ମସଲା ନେଉଛନ୍ତି ତ ଏଠି ଆପଣ ଅଧ କପ୍ ପାଣି ଦେବେ। ତ ମୁଁ ଏଠି ଫ୍ରେଣ୍ଡ 6ଟା ଗୁଡ଼କୁ ମୁଁ ଏଠି ଅଧ କପ୍ ହବ ପାଣି ନେଇଛି। ତାକୁ ବହୁତ ବଢ଼ିଆ ଆମେ ଘୋଡ଼େଇକି ଏଠି ଲୋ ଟୁ ମିଡିୟମ୍ ଫ୍ଲେମ୍ କରିବା ଆଉ ମଝିରେ ମଝିରେ ମଧ୍ୟ ପିଠିପାତିଆ ମାରି ଚାଲିବା ତାକି ଆମର ମସଲାଟି ନ ଲାଗୁ। ଇଏ ଦେଖିପାରୁଥିବେ ଫ୍ରେଣ୍ଡ କଥାରେ କଥାରେ ବହୁତ ବଢ଼ିଆ ଭାବରେ ଆମର ମସଲାଟି ରେଡି ହେଇଯାଇଛି। ଯେତେବେଳେ ଗୋଟେ ଅଲଗା ଟାଇପ୍ର ବାସ୍ନା ଆସିବ, ମସଲାର ଗନ୍ଧ ଉଡ଼ିଯିବ, ଆପଣ ଜାଣିବେ କି ମସଲା ଇଏ ରେଡି ହେଇଯାଇଛି। ଇଏ ଦେଖିପାରୁଥିବେ ଫ୍ରେଣ୍ଡ କଲର ବି ମଧ୍ୟ ଆମର ଚେଞ୍ଜ ହେଇଯାଇଛି। ଫ୍ରେଣ୍ଡ ଆଉ ଗୋଟେ ଜିନିଷ ଆପଣ ଯଦି ଚାହୁଁଛନ୍ତି କଲର ଆଡ୍ କରିବାକୁ ତ ଆପଣ କଲର ଆଡ୍ କରିପାରିବେ। ଯଦି ନ କରିବେ ତ ବହୁତ ଭଲ। ଯଦି ଚାହୁଁଛନ୍ତି ତ ଫୁଡ କଲର ଆଡ୍ ଟିକେ କରିପାରିବେ କଲର ଦେଖାଯିବାକୁ। ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ବଢ଼ିଆ ଭାବରେ ଆମର ଏଠି ମସଲାଟି ରେଡି ହେଇଗଲାଣି। ଏବେ ଆମେ ଏଠି ଦେଇଦେବା ଗୁଡ଼। ଫ୍ରେଣ୍ଡ ଏଇ ଗୁଡ଼ଟା ଆପଣ ଯଦି ଚାହିଁବେ ତ ଡାଇରେକ୍ଟ ଯିଏ କାଟୁଛନ୍ତି ତାଙ୍କୁ ହିଁ କହିବେ ସେ ଡାଇରେକ୍ଟ ସବୁ ରୁମ୍ପା ରୁମ୍ପି କରିକି ଆପଣଙ୍କୁ ବହୁତ ଇଜିଲିରେ ଫୁରୁସେଇକି ଦେଇପାରିବେ। ଆପଣ ଯଦି ଚାହିଁବେ ଯଦି ଟିକେ ବି ରୁମ ରହିଯାଇଛି ତ ଆପଣ ନିଜେ ଘରେ ଆଣିକି ବି ମଧ୍ୟ ଫୁରୁସେଇକି ତାକୁ କାଟି ପାରିବେ। ଫ୍ରେଣ୍ଡ ଏଇଠି ମୁଁ ଗୋଟେ ଗୁଡ଼କୁ 2 ଖଣ୍ଡ କରିଦେଇଛି। ଆପଣ ଯଦି ଚାହିଁବେ ଫ୍ରେଣ୍ଡ ଗୋଟେ ଗୁଡ଼କୁ 3-4 ଖଣ୍ଡ କିମ୍ବା ଛୋଟ ଛୋଟ ଟୁକୁଡ଼ା କରିପାରିବେ। ଯେହେତୁ ଏଇ ଗୁଡ଼ରେ ରସ ଥାଏ ତେଣୁକରି ଫ୍ରେଣ୍ଡ ବେଶୀ ମୁଁ ଟୁକୁଡ଼ା କରିନି, 2 ଖଣ୍ଡ କରିଦେଇଛି। ଆପଣ ଦେଖିପାରୁଥିବେ ବହୁତ ବଢ଼ିଆ ଭାବରେ ମୁଁ ଆପଣଙ୍କୁ ଏଠି ଯେତେବେଳେ ରେଡି ହେଇଯିବ ବାହାର କରିକି ଏଠି ମୁଁ ଦେଖେଇଦେବି। ଫ୍ରେଣ୍ଡ ଆପଣ ଯଦି ଜାଣିବା ପାଇଁ ଚାହୁଁଛନ୍ତି ଛେଳି ଗୁଡ଼ ଯଦି ଆପଣ ଡାଇରେକ୍ଟ ଆଣୁଛନ୍ତି ତ କେମିତି ତାପରେ ପ୍ରୋସେସିଂ କରିବେ, ଯଦି ଆପଣଙ୍କୁ କୌଣସି ଯିଏ ବି ଛେଳି ଆପଣଙ୍କୁ କାଟିକି ଦଉଛନ୍ତି କିଛି ବି ଆପଣ ଯଦି ନାହିଁ କରିଦଉଛନ୍ତି ନା ଆମେ କାଟିକି ଦେଇପାରିବୁନି ମାନେ ଗୋଡ଼ ରାମ୍ପିକି ଦେଇପାରିବୁନି ତ କେମିତି ଆପଣ କରିବେ ସେଇଟା ବି ମୁଁ ଆପଣଙ୍କୁ ଏଇଠି ଲାଷ୍ଟ ଭିଡ଼ିଓରେ ଦେଖେଇଦେବି। ମାନେ ଭିଡ଼ିଓ ସରିବା ପରେ ଆପଣ ଯାଇ ଗୋଟେ ମୁଁ ଭିଡ଼ିଓରେ ଦେଇଦେବି। ଆପଣ ଏଇ ଭିଡ଼ିଓକୁ କ୍ଲିକ୍ କରିକି ଦେଖିବେ କମ୍ପ୍ଲିଟଲି ଆପଣ ଜାଣିପାରିବେ କେମିତି ଛେଳି ଗୁଡ଼ ରୁମ୍ପା ଯାଏ, କେମିତି ଫୁରୁସା ଯାଏ, କେମିତି କଟାଯାଏ ପୁରା କମ୍ପ୍ଲିଟଲି ଆପଣ ସେ ଭିଡ଼ିଓରେ ଦେଖିପାରିବେ। ବହୁତ ଛୋଟିଆ ଭିଡ଼ିଓଟିଏ ଦେଖିକି ତାପରେ ଆପଣ ଏଇ ପ୍ରୋସେସିଂ ଆରମ୍ଭ କରିଦେବେ। ଦେଖିପାରୁଥିବେ ଫ୍ରେଣ୍ଡ ଏଠି ଗୋଡ଼ଟା ଆମେ ପକେଇକି କିଛି ସମୟ ପାଇଁ ୟାକୁ ଆମେ ଟିକେ କଷିଦେବା। ଫ୍ରେଣ୍ଡ ଏଇଠି କମ୍ ସେ କମ୍ ଆପଣଙ୍କୁ 5 ମିନିଟ୍ କଷିଦେବାର ଅଛି। ମାନେ ଏମିତି ଡାଇରେକ୍ଟ ପକେଇ ଦେଇକି ପାଣି ଦେଇକି ଘୋଡ଼ାନ୍ତୁ ନାହିଁ, ପକେଇକି ଟିକେ ମସଲା ସହିତ ଲଗାନ୍ତୁ ମାନେ କଷାନ୍ତୁ ଯେମିତି ମସଲାଟା ଆମର ଏଇ ଗୋଡ଼ରେ ଲାଗିବ ସେତିକି ଭାବରେ କଷାନ୍ତୁ। ଫ୍ରେଣ୍ଡ ଏଇଠି ଆପଣଙ୍କୁ ପାଣି କେତେ ଦେବାର ଅଛି ଆପଣ ଚାହିଁଲେ ଫ୍ରେଣ୍ଡ ଗରମ ପାଣି ଦେଇପାରିବେ, କିନ୍ତୁ ମୁଁ ଏଠି ରୁମ୍ ଟେମ୍ପରେଚର ପାଣି ଦେଉଛି। ଆପଣ ଚାହିଁଲେ ଫ୍ରେଣ୍ଡ ଗରମ ପାଣି ମଧ୍ୟ ଦେଇପାରିବେ। ତ ଏଠି ମୁଁ ଫ୍ରେଣ୍ଡ ପାଣି ନେଇଯାଇଛି 1.5 ଗ୍ଲାସ। 6ଟା ଗୁଡ଼କୁ ମୁଁ ଏଠି 1.5 ଗ୍ଲାସ ନେଇଛି। ଆପଣ ଚାହିଁଲେ ଫ୍ରେଣ୍ଡ 2 ଗ୍ଲାସ ନହେଲେ 2.5 ଗ୍ଲାସ ମାନେ 2 ଗ୍ଲାସ ଆଉ ଅଧା ଗ୍ଲାସର ଅଧା ଦେଇପାରିବେ। ଯଦି ଆପଣ ରୁଟି ଝୋଳରେ ଖାଉଛନ୍ତି, ଯଦି ସେମିତି ଖାଉଛନ୍ତି ତ 1.5 ଗ୍ଲାସ ନେବେ ଏଇଠି ଫ୍ରେଣ୍ଡ। ତ ଏଇଠି ଫ୍ରେଣ୍ଡ ମୁଁ ଟୋଟାଲି ନେଇଯାଇଛି 1.5 ଗ୍ଲାସ। ପଛରେ ଯଦି ଚାହିଁବେ ଆପଣ ଆଉ ଅଧା ନେଇଯିବେ ମାନେ 2 ଗ୍ଲାସ ଏଇଠି କରିକି ନେଇପାରିବେ। ଏଠି ଦେଖିପାରୁଥିବେ ଫ୍ରେଣ୍ଡ ପାଣି ମୁଁ ଆଉ ଗୋଟେ ଜିନିଷ ଆପଣଙ୍କୁ କହିବା ପାଇଁ ଚାହୁଁଛି, ଯଦି ଆପଣ ଅଧିକ କରୁଛନ୍ତି କମ୍ କରୁଛନ୍ତି, ଆପଣ ଯଦି ପାଣିର କ୍ୱାଣ୍ଟିଟି ଜାଣିପାରୁନାହାନ୍ତି ତ ଆପଣ କରିବେ କ'ଣ ମଟନ ମାନେ ଆମର ଗୋଡ଼ଟା ଯେତିକି ପର୍ଯ୍ୟନ୍ତ ଭିଜିବ ସେତିକି ଆପଣଙ୍କୁ ପାଣି ଦେବାର ଅଛି। ପୁରା ମଟନର ସିଧା ପର୍ଯ୍ୟନ୍ତ ପାଣି ଦିଅନ୍ତୁ ଯେତିକି ମଟନଟା ଆମର ବୁଡ଼ିକି ରହିବ। ଯଦି ଆପଣ ଆଉ ଟିକେ ଗ୍ରେଭି ଚାହୁଁଛନ୍ତି ତ ଆଉ ଟିକେ ଅଧିକ ପାଣି ଦେଇପାରିବେ। ଆଉ ଗୋଟେ ଜିନିଷ ଫ୍ରେଣ୍ଡ ଏଇଟା ଆପଣଙ୍କୁ ସିକ୍ରେଟ ଟିପ୍ସ ଦେବି କାହିଁକି ନା ଆପଣ ଆସିଛନ୍ତି ସିକ୍ରେଟ ଫୁଡି ଚ୍ୟାନେଲକୁ ତ ତେଣୁକରି ଫ୍ରେଣ୍ଡ ଅନଲିମିଟେଡ ଟ୍ରିକ୍ସ ଅଛି। ଯଦି ଫ୍ରେଣ୍ଡ ଆପଣ ଚାହୁଁଛନ୍ତି ଟିକେ ଆପଣଙ୍କର ଜଲ୍ଦି ସିଝିବା ପାଇଁ ତ ଆପଣ ଏଇଠି ଟିକେ ଖାଇବା ସୋଡ଼ା ମାନେ ମିଠା ସୋଡ଼ା ଯୋଉଟା ଆପଣ ବରାରେ ପକାନ୍ତି ମିଠା ସୋଡ଼ା ଖାଇବା ୟୁଜ୍ କରନ୍ତି ସେଇ ସୋଡ଼ା ଆପଣ ଏଇଠି ହାଫ୍ ଚାମଚରୁ କମ୍ ହବ ଟିକେ ଏଠି ସୋଡ଼ା ଦେଇଦେବେ ବହୁତ ଜଲ୍ଦି ସିଝିଯିବ। ଆଉ ଫ୍ରେଣ୍ଡ ଆପଣ ଯଦି ଏଠି ପ୍ରେସର କୁକ୍ କରୁଛନ୍ତି ତ କମ୍ ସେ କମ୍ ଆପଣଙ୍କୁ 10ଟା ସିଟି ଦରକାର। ମିଡିୟମ ଟୁ ଲୋ ଫ୍ଲେମ୍ରେ ଆପଣ ଏଠି 10ଟା ସିଟିରେ ସିଝେଇ ଦିଅନ୍ତୁ। ବହୁତ ବଢ଼ିଆ ଭାବରେ ରେଡି ହେଇଯିବ। ବହୁତ କମ୍ ଟାଇମରେ ହେଇଯାଇଥାଏ। ଆଉ ଯଦି ଆପଣ ଡେକିଚି କିମ୍ବା କଡ଼େଇରେ କରୁଛନ୍ତି ତ ଆପଣଙ୍କର 2 ରୁ 3 ଘଣ୍ଟା ଲାଗିଯାଇଥାଏ କିନ୍ତୁ ସିଝି ନଥାଏ। ତେଣୁକରି ଫ୍ରେଣ୍ଡ ପ୍ରେସର କୁକରରେ ନିହାତି ଭାବରେ ସିଝାନ୍ତୁ। 10ଟା ସିଟିରେ 10ରୁ 11ଟା ସିଟିରେ ଇଏ ଆମର ବହୁତ ବଢ଼ିଆ ଭାବରେ ରେଡି ହେଇଯାଇଥାଏ। ଏ ଦେଖିପାରୁଥିବେ ଫ୍ରେଣ୍ଡ ଆପଣଙ୍କ ଆଖି ସାମ୍ନାରେ ମୁଁ ଏଠି 10ଟା ସିଟି ରଖିଦେଇଥିଲି। 10ଟା ସିଟି ହେଇସାରିଲା ପରେ ମୁଁ ୟାକୁ କାଢ଼ି ଦେଇଛି। ଇଏ ବହୁତ ହି ଗାଢ଼ା ଅଛି ମାନେ ଆମର ୟାର ରସଟା ବହୁତ ବଢ଼ିଆ ଭାବରେ ବାହାରିଛି। ମସଲା ସହିତ ଏଇଟା ବହୁତ ବଢ଼ିଆ ଗାଢ଼ା ବି ଦେଖାଯାଉଛି। ଫ୍ରେଣ୍ଡ ଆପଣ ଯଦି ଚାହୁଁଛନ୍ତି ଆଉ ଟିକେ ରସ ମାନେ ଆଉ ଟିକେ ଝୋଳ କରିବା ପାଇଁ ତ ଆପଣ ଏଇଠି ଆଉ ଟିକେ ଗରମ ପାଣି ଦେଇକି ମଧ୍ୟ ଘାଣ୍ଟି ପାରିବେ। ନହେଲେ ଆପଣ 2 ଗ୍ଲାସ ପାଣି ମଧ୍ୟ ଦେଇପାରିବେ। କିନ୍ତୁ ଫ୍ରେଣ୍ଡ ମୋତେ ଏତିକି ଦରକାର ଥିଲା। ଆଉ ଏଇଟା ଆପଣ ଗରମ ଭାତରେ ବି ଖାଇପାରିବେ, ରୁଟିରେ ବି ଖାଇପାରିବେ, ପିଠାରେ ବି ଖାଉଛନ୍ତି କିମ୍ବା ପୁରୀ ପରଟାରେ ବି ମଧ୍ୟ ଖାଉଛନ୍ତି। ସବୁଥିରେ ଏଇଟା ଖାଇପାରିବେ। ଏଇଟା ବହୁତ ବଢ଼ିଆ ଭାବରେ ଫ୍ରେଣ୍ଡ ଟେଷ୍ଟ ବି ଲାଗିଥାଏ। ତ ନିହାତି ଭାବରେ ଫ୍ରେଣ୍ଡ ଏଇଟା ଥରେ ବନାନ୍ତୁ। କେମିତି ଲାଗୁଛି ବି ମୋତେ କମେଣ୍ଟ କରିକି ନିହାତି ଭାବରେ ବତାନ୍ତୁ କି କେମିତି ଲାଗୁଛି। ଆପଣ କୋଉ ଜାଗାରୁ ଦେଖୁଛନ୍ତି, ଆପଣ ଖାଆନ୍ତି କି ନାହିଁ ସେଟା ମଧ୍ୟ କମେଣ୍ଟ କରିବେ। ଆଉ ମୁଁ ଆଶା କରୁଛି ଫ୍ରେଣ୍ଡ ମୋ ଭିଡ଼ିଓ
ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ଫ୍ରେଣ୍ଡ ଲାଇକ୍ କମେଣ୍ଟ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେ ନାହିଁ। ପାଖରେ ଥିବା ବେଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ ତାକି ଏହି ଟାଇପ୍ରେ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ଆଉ ଯଦି ଆପଣ ଏବେ ହିଁ ନୋଟିଫିକେସନ୍ ଅନ୍ କରୁଛନ୍ତି ତ ସବା ପ୍ରଥମେ ମୋର ନୂଆ ଭିଡ଼ିଓ ଆପଣଙ୍କୁ ଶୋ ହେବ ଆଉ ଆପଣ ନୂଆ ଭିଡ଼ିଓର ମଜା ଉଠେଇ ମଧ୍ୟ ପାରିବେ। ये थिला फ्रेंड आपण सिक्रेट फूडी चैनल गोटे छोटिया रेसिपी आशा करुँच आपको भल लगी आपंकर जो मैंने फ्रेंड कि फैमिली मेंबर खाती मटन रोड से निहाती भाव सेयार करूँ आउ केमती से बनाती मते सेयार करूँ। थैंक यू फॉर वाचिंग।